ଜ୍ୟୋତିଷଶାସ୍ତ୍ର ଅନୁସାରେ ଏପ୍ରିଲ ମାସରେ ଏକ ଖାସ୍ ଓ ଶକ୍ତିଶାଳୀ ଯୋଗ ହେବାକୁ ଯାଉଛି। ଗୋଟିଏ ରାଶିରେ 3ଟି ଗ୍ରହ ଏକାଠି ହେବା ପରେ ଏହି ତ୍ରିଜ୍ଞୟୀ ଯୋଗ ସୃଷ୍ଟି ହୋଇଥାଏ। ଆଉ ଅଳ୍ପ ଦିନ ପରେ ଏହି ଯୋଗ ମୀନ ରାଶିରେ ହେବାକୁ ଯାଉଛି, ଯେଉଁଥିରେ ପୂର୍ବରୁ ଶନି ରହିଛନ୍ତି। ଏହାପରେ 9 ଏପ୍ରିଲରେ ମଙ୍ଗଳବାର 11 ଏପ୍ରିଲରେ ବୁଧ ମଧ୍ୟ ମୀନ ରାଶିରେ ପ୍ରବେଶ କରିବେ। ଏହାପରେ ଏହି ଦୁର୍ଲଭ ତ୍ରିଜ୍ଞୟୀ ଯୋଗ ହେବ, ଯାହା ପ୍ରାୟ 30 ବର୍ଷ ପରେ ହେବାକୁ ଯାଉଛି। ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡ଼ିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ। ପ୍ରଥମ ରାଶି ମୀନ ରାଶି। ମୀନ ରାଶିରୁ ଗୁରୁଙ୍କ ରାଶି ବୋଲି କୁହାଯାଏ। ତେଣୁ ଏହି ରାଶିରେ ତ୍ରିଜ୍ଞୟୀ ଯୋଗ ଏକାଠି ହେବା ଦ୍ୱାରା ବ୍ୟକ୍ତି ବିଶେଷଙ୍କ ଚିନ୍ତା କରିବାର ଶୈଳୀ, ନିଷ୍ପତ୍ତି ଓ କର୍ମ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହି ଯୋଗ ନୂଆ ନୂଆ ସୁଯୋଗ ଆଣିଥାଏ। ଜାଣନ୍ତୁ ଏହି ଯୋଗ ଫଳରେ କେଉଁ ରାଶି ଉପରେ ପଡ଼ିବ କି ପ୍ରଭାବ? ମେଷ ରାଶି। ଏହି ରାଶି ଖର୍ଚ୍ଚାନ୍ତ ହୋଇପାରନ୍ତି। ଚିନ୍ତା ସାମାନ୍ୟ ବଢ଼ିପାରେ, ମାତ୍ର ବିଦେଶ ସହ ଜଡ଼ିତ କାର୍ଯ୍ୟରେ ସଫଳତା ମିଳିବ। ବୃଷ ରାଶି। ଆୟରେ ବୃଦ୍ଧି ହେବ, ନୂଆ ସମ୍ପର୍କ ଯୋଡ଼ି ହେବ, ଏହାଦ୍ୱାରା ଲାଭବାନ ହେବେ, ବନ୍ଧୁଙ୍କ ସହଯୋଗ ମିଳିବ। ମିଥୁନ ରାଶି। କର୍ମକ୍ଷେତ୍ରରେ ଶୁଭ ପରିବର୍ତ୍ତନ ହେବ, ଦାୟିତ୍ୱ ବଢ଼ିବ, ଉନ୍ନତି ହେବା ସହ ନୂଆ ସୁଯୋଗ ମଧ୍ୟ ମିଳିବ। କର୍କଟ ରାଶି। ଭାଗ୍ୟର ସାଥ ମିଳିବ, ଧାର୍ମିକ କାର୍ଯ୍ୟରେ ଚୁକ୍ତି ବଢ଼ିବ, ବିଦେଶ ଯାତ୍ରାର ଯୋଗ ରହିଛି। ସିଂହ ରାଶି। ସତର୍କ ରହି କାର୍ଯ୍ୟ କରନ୍ତୁ, ହଠାତ୍ ଲାଭ ବା କ୍ଷତି ହୋଇପାରେ। ସ୍ୱାସ୍ଥ୍ୟ ଓ ନିବେଶରୁ ନେଇ ସତର୍କ ରୁହନ୍ତୁ। କନ୍ୟା ରାଶି। ସମ୍ପର୍କରେ ଉତ୍ଥାନ ଓ ପତନ ଦେଖାଦେଇପାରେ, ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ, ବ୍ୟବସାୟରେ ଅଧିକ ଧ୍ୟାନ ଦିଅନ୍ତୁ। ତୁଳା ରାଶି। ପରିଶ୍ରମ କରି ସଫଳତା ପାଇବେ, ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ବିଛା ରାଶି। ପ୍ରେମ ସମ୍ପର୍କ ମଜବୁତ ହେବ, ସନ୍ତାନ ସହ ଜଡ଼ିତ ଶୁଭ ଖବର ମିଳିବ, କାର୍ଯ୍ୟରେ ସଫଳତା ମିଳିପାରେ। ଧନୁ ରାଶି। ଘରେ ପାରିବାରିକ ହସଖୁସି ବାତାବରଣ ରହିବ, ସମ୍ପର୍କ ଏବଂ ସମ୍ପତ୍ତି ଯାନବାହନ ସହ ଜଡ଼ିତ ଖୁସି ଖବର ମିଳିବ। ମକର ରାଶି। ନିଜର କଥାବାର୍ତ୍ତା ଓ କାର୍ଯ୍ୟ କରିବାର ଶୈଳୀ ଉନ୍ନତି ହେବ, ଯାତ୍ରାରୁ ଲାଭ ପାଇବେ, ନୂଆ କାର୍ଯ୍ୟରେ ସଫଳତା ପାଇବେ। କୁମ୍ଭ ରାଶି। ଧନ ଲାଭର ଯୋଗ ରହିଛି, ମାତ୍ର ଖର୍ଚ୍ଚାନ୍ତ ହୋଇପାରନ୍ତି, ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ମୀନ ରାଶି। ଆତ୍ମବିଶ୍ୱାସ ବୃଦ୍ଧି ହେବ, ଜୀବନରେ ନୂଆ ପରିବର୍ତ୍ତନ ହେବ, ଧୀର ସ୍ଥିର ଭାବେ କାର୍ଯ୍ୟ କରନ୍ତୁ।